ଆପଣ ଦେଖନ୍ତୁ ଆମର କୋଟପା ଆକ୍ଟ ଭାରତ ସରକାରଙ୍କ ତରଫରୁ 2003 ରେ ପ୍ରଥମେ ଏନାକ୍ଟ କରାଗଲା ଯେଉଁଥିରେ କି ସାଧାରଣ ଜାଗାରେ ଆପଣ ତମାଖୁ ଯୁକ୍ତ ଗୁଟକା ଖାଇବାଟା ଏବଂ ଓପନ୍ ପ୍ଲେସ୍ରେ ପବ୍ଲିକ୍ ପ୍ଲେସ୍ରେ ସିଗାରେଟ୍ ପିଇବାଟାକୁ ଗୋଟେ ଆକ୍ଟ ଅନୁସାରେ ଆସିଲା ଏବଂ ଓଡ଼ିଶାରେ ମଧ୍ୟ 2013 ରେ এই আক্টটা ইমপ্লিমেন্ট হয়েছিল কিন্তু এইথর ডবল ইঞ্জিনর সরকার আসলা পরে কেন্দ্রের যশস্বী প্রধানমন্ত্রী নরেন্দ্র মোদীজি এবং রাজ্যের মাননীয় মুখ্যমন্ত্রী মোহন চରଣ মাঝীঙ্কর নেতৃত্বে গোটে দেখাগলা গোটে সর্ভে পাখাপাখি 42% লোক দেখালা যে 42% খଣ୍ଡେ ଆମର এই যে গুটকা ଏସବୁ ଗୁଡ଼ା ଖାଉଛନ୍ତି ଏବଂ ନ୍ୟାସନାଲ୍ ଏଭାରେଜଠୁ 2 ଗୁଣ ଅଧିକା ଲୋକ ଓଡ଼ିଶାରେ ତମାଖୁ ଯୁକ୍ତ ଗୁଟକା ଖାଇବାର ଗୋଟେ ଦେଖାଗଲା ଯାହାଦ୍ୱାରା ଆମର ଓରାଲ କ୍ୟାନ୍ସର ମାଉଥ୍ କ୍ୟାନ୍ସର ଆପଣ ଦେଖୁଥିବେ କ୍ୟାନ୍ସର ବ୍ୟାପକତା ବଢ଼ିଛି ତେଣୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ ଏହାର ବ୍ୟବହାର ଓପନ୍ ପ୍ଲେସ୍ରେ ସିଗାରେଟ୍ ଟାଣିବା ଏଟାକୁ କଡ଼ାକଡ଼ି ଭାବରେ ବ୍ୟବସ୍ଥିତ କରାଯିବ ଦଣ୍ଡବିଧାନ କରାଯିବ ଏବଂ ଆମର ଯେଉଁ ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ଯେଉଁ ଡ୍ରଗ୍ସ ଇନ୍ସପେକ୍ଟର ମାନେ ଅଛନ୍ତି ଜିଲ୍ଲାରେ ତାଙ୍କୁ ଗୋଟେ ଟିମ୍ କରିକି ଏବଂ ସ୍କୁଲ ଏରିଆ ଏ ଏରିଆରେ ବିଶେଷ କରି ଏହାକୁ କଡ଼ାକଡ଼ି କରାଯିବ ଏବଂ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏହାକୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକେ କେମିତି କମ୍ ଏ ଯେଉଁ ତମାଖୁ ଯୁକ୍ତ ଗୁଟକା ଖାଇବେନି ତା ପାଇଁ ସଚେତନତା ସୃଷ୍ଟି କରାହେବ ଏବଂ ମୁଁ ମଧ୍ୟ ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଯେହେତୁ ଅଛି ଜନସାଧାରଣଙ୍କୁ ହାତ ଯୋଡ଼ି ଅନୁରୋଧ କରିବି ଯେ ଆପଣ ଗୁଟକା ଯେଉଁଟା ତମାଖୁ ଯୁକ୍ତ ଗୁଟକା ଖାଆନ୍ତୁ ନାହିଁ ଏବଂ କ୍ୟାନ୍ସର ମୁକ୍ତ ଓରାଲ କ୍ୟାନ୍ସର ମୁକ୍ତ ଓଡ଼ିଶା ସୁସ୍ଥ ଓଡ଼ିଶା ଗଠନ କରିବାରେ ସହାୟକ ଏନଫୋର୍ସମେଣ୍ଟ ଆମର ଡଗ୍ସ ଇନ୍ସପେକ୍ଟର ସବୁ ଜିଲ୍ଲାରେ ଅଛନ୍ତି ତାଙ୍କ ଦ୍ୱାରା ଗୋଟେ ଟିମ୍ ହେବ ଏବଂ ସବୁ ଏନଫୋର୍ସମେଣ୍ଟକୁ ଆପଣ ଦେଖନ୍ତୁ ଆମର ଯେଉଁ ଗୋଟେ ଅଛି ତାର ଡିଷ୍ଟାନ୍ସ ଅଛି କୋଟପା ଆକ୍ଟରେ ସେ ଅନୁସାରେ ସେଇ ଡିଷ୍ଟାନ୍ସରେ କେତେ ଡିଷ୍ଟାନ୍ସ ଏରିଆ ଭିତରେ ବ୍ୟବହାର ହେବ ନାହିଁ ତା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ ଏବଂ ତାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଉ ନାଇଁ ଆପଣ ଦେଖନ୍ତୁ ମଣିଷର ଇଚ୍ଛା ଶକ୍ତି ଦରକାର ସରକାରର ଇଚ୍ଛା ଶକ୍ତି ଦରକାର ଏବଂ ଲୋକମାନଙ୍କର ମାନେ ମାନସିକତା ଏବଂ ସେ ସହାୟକ ହେଲେ ଏଇଟା ଆମେ ଗୋଟେ ପୋଲିସ ଆଉ ଯୋଗି ପାରିବ କି ମାନେ ମୋର କହିବାର ମାନେ ହେଲା ଯେ ମୁଁ ସେଥିପାଇଁ ତ ହାତ ଯୋଡ଼ି ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଆପଣ ମାଧ୍ୟମରେ ୟୁ ଆର୍ ଦ ଫୋର୍ଥ ପିଲାର ଅଫ୍ ଦ ଡେମୋକ୍ରେସି ଆପଣମାନେ ଯେତେ ସଚେତନ ସୃଷ୍ଟି କରିବେ ଲୋକ ଯେତେ ସଚେତନ ହେବେ ସୁସ୍ଥ ଓଡ଼ିଶା ସୁସ୍ଥ ଭାରତ ଗଠନ କରିବେ।